हरे कृष्ण। सब श्रद्धालु भक्त ମାନଙ୍କୁ ସ୍ୱାଗତ କରୁଛି, ବିନମ୍ର ପ୍ରଣାମ କରୁଛି। ଆଜିର ଶ୍ରୀମଦ୍ ଭଗବଦ ଗୀତା କାର୍ଯ୍ୟକ୍ରମ ସାନ୍ଧ୍ୟକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିବା। ଆସନ୍ତୁ ପ୍ରେୟାର କରିବା। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरतुषे नमः। हे कृष्ण करुणा सिंधु दीनबंधु जगतपते गोपीश गोपिका कांत श्री राधा कांत नमस्तुते। तप्त कांचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां का पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। आज आम नवा 67 नंबर श्लोक 66 पर्यंत आम कंप्लीट करछे द्वितीय अध्याय सांख्य योग। 67 नंबर श्लोक रू आम आज नवा। आसतु मु शेयर करूची। श्लोकटी एभଳି। इंद्रियाणां हि चरताम् यत् यत् मनो अनुविद्यते तद् अस्य हरति प्रज्ञां वायुर्नावम् इवं अंबसि। ଏଠି କହୁଛନ୍ତି ଆକ୍ଚୁଆଲି ଏ ଶ୍ଲୋକ କାହିଁକି ଏଠି କହୁଛନ୍ତି ଏଭଳି ଆର ମାନେ ବ୍ୟାକଗ୍ରାଉଣ୍ଡ ହଉଛି ଯେ ଆମେ ପୂର୍ବ ଶ୍ଲୋକରେ ଦେଖିଲେ କହିଲେ ବୁଦ୍ଧିର୍ ନାସ୍ତି ଅଯୁକ୍ତସ୍ୟ ବୁଦ୍ଧି ନାସ୍ତି ମାନେ ଆମର ବୁଦ୍ଧି ନାହିଁ। ଯଦି ଭଗବାନଙ୍କ ସହିତ ଆମେ କନେକ୍ଟେଡ ନୁହେଁ ଆମର ବୁଦ୍ଧି ନାହିଁ। ଯାଉଛି କୁଆଡେ ବୁଦ୍ଧି? ଯଦି ନାହିଁ କହୁଛନ୍ତି ତାହେଲେ ବୁଦ୍ଧି କୁଆଡେ ଯାଉଛି? ପ୍ରଶ୍ନ ଏଇଟା ଯେତେବେଳେ ଆସୁଛି ନେକ୍ସଟ ସେଥିପାଇଁ କୃଷ୍ଣ ଏ ଶ୍ଲୋକରେ କହୁଛନ୍ତି ବୁଦ୍ଧି କୁଆଡେ ଯାଉଛି। ଯେତେବେଳେ ଆମେ ଦୁନିଆରେ ଆମେ ବୁଲୁଛେ ବିଭିନ୍ନ କାର୍ଯ୍ୟ କରୁଛେ ଏ ସଂସାରରେ ଅଛେ ସେ ଭଗବାନ କହୁଛନ୍ତି ଭେରି ଡେଞ୍ଜରସ୍। ମାନେ ଆମେ ଯଦି କେୟାରଫୁଲ ନହବା କଣ ହବ ନା ଆମର ବୁଦ୍ଧି ଆକ୍ଚୁଆଲି ଯାଉଛି ମାନେ କିଡନାପ ହେଇଯାଉଛି, ହରଣ ହେଇଯାଉଛି।
ଏଟା ସ୍ୟାଡୁ ଆସୁନି ସାଉଣ୍ଡ। हरे कृष्ण। हरे कृष्ण साउंड आसुनी। हाँ हाँ ଏ କଣ ଟିକେ ଡିଷ୍ଟର୍ବାନ୍ସ ଚାଲିଛି ଆଜି, ପଳେଇ ଯାଉଛି ଆଉ ବେଳେ ବେଳେ ଅଡିଓ ଟା କଣ ପୁଣି ଅଟୋମେଟିକାଲି ବନ୍ଦ ହେଇଯାଉଛି। ଏନିୱେ, ତେବେ ଏଇଭଳି ସେ କହୁଛନ୍ତି ଯେମିତି ପାଣିରେ ବହି ଯାଉଥିବା ନୌକାଟିକୁ ଶକ୍ତିଶାଳୀ ବାୟୁ ଠେଲି ନିଏ ଏବଂ ତାକୁ ଯୋଉ ଡାଇରେକ୍ସନ ରେ ଯାଉଛି ସେ ଡାଇରେକ୍ସନ ରୁ ତାକୁ ପଥଭ୍ରଷ୍ଟ କରେଇ ଦିଏ, ସେମିତି ଇନ୍ଦ୍ରିୟ ମାନେ କଣ କରନ୍ତି ନା ମନକୁ ଏବଂ ବୁଦ୍ଧିକୁ ଭିଡିକି ଆଣନ୍ତି କୋଉଠିକି, ଭୋଗ୍ୟ ବସ୍ତୁ ଆଡକୁ। ଏ ଶ୍ଲୋକରେ ଏହା ହିଁ କରୁଛନ୍ତି, କହୁଛନ୍ତି। ଆମେ ତାକୁ ଆଲୋଚନା କରିବା। ଗୋଟେ ସେକେଣ୍ଡ। ତେବେ ଏଥିରେ ଭଗବାନ କୃଷ୍ଣ ମେନଲି ଚାରୋଟି ଜିନିଷ କଥା କହୁଛନ୍ତି, ଚାରୋଟି କଥା କହୁଛନ୍ତି ଏବଂ ଚାରୋଟି ଶିକ୍ଷା ଆମେ ଏଥିରୁ ପାଇବା। ପ୍ରଥମ କହୁଛନ୍ତି କଣ ନା ଇନ୍ଦ୍ରିୟାଣାଂ ହି ଚରତାଂ, ବୋଲିକି ଯୋଉ ପ୍ରଥମ ଜିନିଷଟା କହୁଛନ୍ତି ଇନ୍ଦ୍ରିୟାଣାଂ ହି ଚରତାଂ, ମାନେ ଇନ୍ଦ୍ରିୟ ମାନେ ଘୁରି ବୁଲୁଛନ୍ତି ଚାରିଆଡେ। କାହିଁକି ନା ସେ ଖୋଜୁଛନ୍ତି କୋଉଠି ଭୋଗ୍ୟ ବସ୍ତୁ ଅଛି, କୋଉଠି ଭୋଗ୍ୟ ବସ୍ତୁ ଅଛି, ସେନ୍ସ ଅବଜେକ୍ଟ କୋଉଠି ଅଛି, ସେମାନେ ଖୋଜୁଛନ୍ତି। ଏବଂ ଫଳରେ କଣ ହଉଛି ନା ଆକ୍ଚୁଆଲି ଆମର ଯୋଉ ଇନ୍ଦ୍ରିୟ ଆଉ ମନ, ଇଏ ସବୁବେଳେ କାହା ସାଙ୍ଗରେ ଗୋଟେ କନେକ୍ଟେଡ ହେବେ। ସେମାନେ ସକ୍ରିୟ, ଇନ୍ଦ୍ରିୟ ଆଉ ମନ ଏମାନେ ହଉଛନ୍ତି ସକ୍ରିୟ, ଏମାନେ ନିଷ୍କ୍ରିୟ ନୁହନ୍ତି, ଆକ୍ଟିଭ ସବୁବେଳେ କାହା ସାଙ୍ଗରେ ଗୋଟେ କନେକ୍ଟେଡ ହେବେ। ତେଣୁ କନେକ୍ସନ ହବା ପାଇଁ ଦିଟି ଅପସନ ଅଛି, କଣ ନା ଆଇଦର କୃଷ୍ଣଙ୍କ ସେବାରେ ନହେଲେ ନାହିଁ ମାୟାର ସେବାରେ। ଆର ଅର୍ଥ କଣ, ଆମ ଜୀବନରେ ଦୁଇଟି ପ୍ରକାରର ବୃତ୍ତି, ସେବା ମାନେ କାର୍ଯ୍ୟ ଆମେ ଦି ପ୍ରକାରର, କଣ ନା ଆଇଦର ସେବା ବୃତ୍ତି ନହେଲେ ଭୋଗ ବୃତ୍ତି। ସେବା ବୃତ୍ତି ଅର୍ଥ ଆମେ କୃଷ୍ଣଙ୍କ ସେବା କରିବା, ତେଣୁ କୃଷ୍ଣଙ୍କ ସାଙ୍ଗରେ ଯୋଡି ହେଇଯିବା। ଇନ୍ଦ୍ରିୟ ଏବଂ ମନ କୃଷ୍ଣଙ୍କ ସାଙ୍ଗରେ ଯୋଡି ହେଇଯିବ। ନାଇଁ ଯଦି ଆମେ ସେବା କରୁନେ ତାହେଲେ ଆମେ ଭୋଗ କରିବା। ତେଣୁ ଆମେ ଯଦି ସେବା କରୁନେ ଭଗବାନ କୃଷ୍ଣଙ୍କର, ତାହେଲେ ଆମେ ଭୋଗ କରିବା, ମାୟାର ସେବା କରିବା। ୟାକୁ ମାୟା କହୁଛେ। ଯେତେବେଳେ ଆମେ ଭୋଗ କରୁଛେ ଅର୍ଥାତ୍ ଏନ୍ଜୟ କରୁଛେ, ଉପଭୋଗ କରୁଛେ ଭୋଗ୍ୟ ବସ୍ତୁକୁ, ଆମେ ତାକୁ କହୁଛେ ମାୟା ବୋଲିକି। ତେଣୁ କୃଷ୍ଣର ସେବା କରିବା, କୃଷ୍ଣଙ୍କ ସାଙ୍ଗରେ ଯୋଡି ହବା, ନହେଲେ ମାୟା ସାଙ୍ଗରେ ଯୋଡି ହବା। ଏଇ ହେଲା ଦିଟା ଅପସନ, ଇନ୍ଦ୍ରିୟ ଆଉ ମନ ଆଇଦର କୃଷ୍ଣଙ୍କ ସାଙ୍ଗରେ ଯୋଡି ହବ ନହେଲେ ମାୟା ସାଙ୍ଗରେ। ଯଦି କୃଷ୍ଣଙ୍କ ସାଙ୍ଗରେ କନେକ୍ଟେଡ ନୁହେଁ କିଏ, ଇନ୍ଦ୍ରିୟ, ଯେମିତି ଅମ୍ବରୀଶ ମହାରାଜ ତାଙ୍କର ସବୁ ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗେଇ ଦଉଥିଲେ। ସବୁ ଇନ୍ଦ୍ରିୟ କଣ, ଇନ୍ଦ୍ରିୟ ମନ ବୁଦ୍ଧି ଏବଂ ଶରୀରର ସବୁ ଅଙ୍ଗକୁ ଅମ୍ବରୀଶ ମହାରାଜ ଲଗେଇ ଦଉଥିଲେ। ଭଗବାନ କହୁଛନ୍ତି ଏଠି ଯଦି ଆମେ ଇନ୍ଦ୍ରିୟକୁ ନ ଲଗଉଛେ ସେଇଭଳିଆ ଭଗବାନଙ୍କ ସେବାରେ, ତାହେଲେ କଣ ହବ ନା ଭାରି ବିପଦ। ସେମାନେ କୋଉଠିକି କନେକ୍ଟେଡ ହେବେ, ସେମାନେ ତାଙ୍କର ଅପସନ ନାହିଁ, ଅଟୋମେଟିକାଲି କନେକ୍ଟେଡ ହେବେ ତାଙ୍କର ଅପନା ଅପନା, ମାନେ ନିଜ ନିଜ ଭୋଗ୍ୟ ବସ୍ତୁ। ତାର ଅର୍ଥ କଣ, ନିଜ ନିଜ ଭୋଗ୍ୟ ବସ୍ତୁ। ଆମର କେତୋଟି ଜ୍ଞାନେନ୍ଦ୍ରିୟ, ପାଞ୍ଚଟି, ଏବଂ ଭୋଗ୍ୟ ବସ୍ତୁ କେତୋଟି, ପାଞ୍ଚଟି। ମାନେ ଅର୍ଥାତ୍ ଆମ ଜୀବନରେ ଆମେ ଯଦି ଭୋଗ କରିବାକୁ ଚାହୁଁଛେ, ପାଞ୍ଚ ପ୍ରକାରର ସୁଖ ବା ଭୋଗ ଆମେ ପାଇବା, ଆଉ ସିକ୍ସ ଟାଇପର କିଛି ନାହିଁ। ତେବେ ପାଞ୍ଚଟି ଇନ୍ଦ୍ରିୟ କଣ, ପାଞ୍ଚଟି ଇନ୍ଦ୍ରିୟ ହେଲା, ମାନେ ଜ୍ଞାନେନ୍ଦ୍ରିୟ କଥା ମୁଁ କହୁଛି। ପାଞ୍ଚଟି ଜ୍ଞାନେନ୍ଦ୍ରିୟ ହେଲେ ଆଖି କାନ ନାକ ଜିଭ
ଚର୍ମ। ସେମିତି ପାଞ୍ଚଟି ଯୋଉ ବିଷୟ ଆମେ କହୁଛେ ବା ସେନ୍ସ ଅବଜେକ୍ଟ ଭୋଗ୍ୟ ବସ୍ତୁ, ସେ ପାଞ୍ଚଟି କଣ? ସ୍ପର୍ଶ, ଶବ୍ଦ, ରସ, ରୂପ, ଗନ୍ଧ। ତେଣୁ ସ୍ପର୍ଶ ବୋଲେ କଣ ନା ଯୋଉ ସ୍କିନ୍ ଆମେ ଚର୍ମ କହିଲେ ଇଏ ହଉଛି ମେସିନ। ଚର୍ମ ମାନେ ଏ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ହେଲେ ମେସିନ। ଏମାନେ ଏ ଶବ୍ଦ ଏଇ ଯୋଉ ପାଞ୍ଚଟି ଯାକ ଭୋଗ୍ୟ ବସ୍ତୁକୁ ଗ୍ରହଣ କରୁଛନ୍ତି, କଣ୍ଟାକ୍ଟ କରୁଛନ୍ତି, ତାଙ୍କ ସାଙ୍ଗରେ କନେକ୍ଟେଡ ହଉଛନ୍ତି। ତେଣୁ ଯେତେବେଳେ ଆମର ଚର୍ମ ଯେତେବେଳେ ସ୍ପର୍ଶ କରୁଛି, ଭୋଗ୍ୟ ବସ୍ତୁକୁ କଣ୍ଟାକ୍ଟ କରୁଛି, ସିଏ ଉପଭୋଗ କରୁଛି। ନାକ ଯେତେବେଳେ ଆଘ୍ରାଣ କରୁଛି ଭୋଗ୍ୟ ବସ୍ତୁକୁ, ସେତେବେଳେ ସେ ଉପଭୋଗ କରୁଛି। ଜିଭ ଯେତେବେଳେ ମାନେ ରସ ଆସ୍ୱାଦନ କରୁଛି, ସେତେବେଳେ ସେ ସୁଖ ପାଉଛି ବା ଭୋଗ କରୁଛି। ଏଇଭଳି ଆଖି ଯେତେବେଳେ ରୂପ ଦର୍ଶନ କରୁଛି, ସେ ଆନନ୍ଦ ପାଉଛି ବା ଭୋଗ କରୁଛି, ଖୁସି ପାଉଛି। ଏଇଭଳି ଆମର ଇନ୍ଦ୍ରିୟ ମାନେ। ତେଣୁ ରେସ୍ପେକ୍ଟିଭ ଇନ୍ଦ୍ରିୟ ମାନେ ତାଙ୍କର ଯାହା ଯାହା ଆପଣା ଆପଣା ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ତା ସାଙ୍ଗରେ ଯୋଡି ହେଇଯାଉଛନ୍ତି ଇନ୍ଦ୍ରିୟ ମାନେ। ଏହା ହିଁ କହୁଛନ୍ତି ଇନ୍ଦ୍ରିୟାଣାଙ୍ଗି ଚରତା, ମାନେ ସେ ଖୋଜି ବୁଲୁଛନ୍ତି କୋଉଠି ତାଙ୍କ ନିଜ ନିଜ ଭୋଗ୍ୟ ବସ୍ତୁ ଅଛନ୍ତି। ଆଖି ଖୋଜୁଛି କୋଉଠି ରୂପ ଅଛି, ନାକ ଖୋଜୁଛି କୋଉଠି ଗନ୍ଧ ବାସ୍ନା ଅଛି, ଚର୍ମ ଖୋଜୁଛି କୋଉଠି ସ୍ପର୍ଶ କରିପାରିବ, ରସ ଖୋଜୁଛି ଜିଭ, ଏଇଭଳି। ତେଣୁ ଯେମିତି ଗାଈ ଚରିଯାଏ, ଚରତାଙ୍ଗ ମାନେ ସେମିତି ଇନ୍ଦ୍ରିୟ ମାନେ ଚରତାଙ୍ଗ ମାନେ ସେ ଖୋଜି ବୁଲୁଛନ୍ତି କୋଉଠି ଅଛି ଭୋଗ୍ୟ ବସ୍ତୁ। ତେବେ କଥା ଉଠୁଛି ଯେ ମନ ମନ କଣ କରୁଛି? ଯଦି ଇନ୍ଦ୍ରିୟ ମାନେ ଏମିତି ଘୁରି ବୁଲୁଛନ୍ତି, ମନ କଣ? ମନର ପୋଜିସନ କଣ? ଆଉ ମନ ତ ଗୋଟିଏ, ଇନ୍ଦ୍ରିୟ ହଉଛି ପାଞ୍ଚଟି। ତେଣୁ ମନ ବି କାହା କଥା ମାନିବ? ତେଣୁ ଆକୁ ଦେଖେ, ସେଥିପାଇଁ ଭଗବାନ ଏଠି କହୁଛନ୍ତି ୟତ୍ ମନଃ ଅନୁବିଧୀୟତେ, ମାନେ ଯେତେବେଳେ ସେ ଆଜ୍ଞା ପାଳନ କରୁଛି, କିଏ? ମନ। କାହାର? ଇନ୍ଦ୍ରିୟର। ଗୋଟେ ପର୍ଟିକୁଲାର ଇନ୍ଦ୍ରିୟ ଯେତେବେଳେ ଭୋଗ୍ୟ ବସ୍ତୁକୁ କଣ୍ଟାକ୍ଟ କରୁଛି, ମନକୁ ତାକୁ ଭିଡିକି ଆଣିଛି ସେଇ ଭୋଗ୍ୟ ବସ୍ତୁ ଆଡକୁ, ଏବଂ ସେ ବର୍ତ୍ତମାନ ସେଇ ଇନ୍ଦ୍ରିୟର ଆଜ୍ଞାକୁ ପାଳନ କରୁଛି, ତା ଉପରେ କଣ୍ଟେମ୍ପଲେଟ କରୁଛି, ଚିନ୍ତନ କରୁଛି। ଉଦାହରଣ ସ୍ୱରୂପ ଧରନ୍ତୁ, ମାନେ ଆପଣ ଅଛନ୍ତି କୋଉଠି? ଘରେ ବସିଛନ୍ତି, ଲ୍ୟାପଟପରେ କାମ କରୁଛନ୍ତି, ପୁରା କାର୍ଯ୍ୟମଗ୍ନ, ବହୁତ ମାନେ ମନ ଲଗେଇକି ଧ୍ୟାନ ଦେଇକି ଆପଣ କାମ କରୁଛନ୍ତି। ହଠାତ୍ ଗୋଟେ କୋଉଠୁ ଗୋଟେ ପାଖ ଘରୁ ଗୋଟେ ଛୋଟ ଗାନାଟିଏ ଭାସି ଆସୁଛି, କାନରେ ବାଜିଗଲା। ତାମାନେ କର୍ଣ୍ଣେନ୍ଦ୍ରିୟ ବର୍ତ୍ତମାନ ଆମ କଣ କରୁଥିଲେ? ଲ୍ୟାପଟପ ଦେଖୁଥିଲେ, କାମ କରୁଥିଲେ। ବର୍ତ୍ତମାନ ଆଖି ଯୋଉ କାମ କରୁଥିଲା, ବର୍ତ୍ତମାନ କଣ ହେଲା ନା କାନ କଣ ଗୋଟେ ଶୁଣିବା ଆରମ୍ଭ କଲା, ଏବଂ ସେ ଯୋଉ ଗାନାଟି ହୁଏତ ଆମର ପିଲାଦିନର ଫେଭରାଇଟ ଗାନା ହେଇଥାଇପାରେ। ଯଦି ହେଇଥିବ, ତାହେଲେ ଆମର ହଠାତ୍ କଣ ହବ ନା ଆମେ ବି ତାକୁ ମନ ମନ ସାଙ୍ଗେ ସାଙ୍ଗେ ସେଇ ଗାନାଟାକୁ ଗୁଣ କରିବା ଆରମ୍ଭ କରିବ, ଏବଂ ଆମେ ଚାଲିଯିବା ସେଇ ପିଲାଦିନ କଥା, ସେଇ 40-50 ବର୍ଷ ତଳକୁ ଆମେ ପଳେଇବା, ଏବଂ ସବୁ ଜିନିଷ ସେ ପିଲାଦିନର କଥା ଆମର ମନେ ପଡିବ। ଆଉ ଲ୍ୟାପଟପ ପାଖରେ ନାହିଁ। ନା ଆଖି ଲ୍ୟାପଟପକୁ ଦେଖୁଛି, ନା ମାଇଣ୍ଡ ଲ୍ୟାପଟପରେ କାମ କରୁଛି। କୋଉଠି କନେକ୍ଟେଡ ହେଇଗଲା? ଥିଲା କୋଉଠି ଏବଂ ଚାଲିଗଲା କୋଉଠି? ମାନେ ଇମାଜିନ କରନ୍ତୁ, ଖାଲି ଜଷ୍ଟ ଶୁଣିଲା, ଆଉ ଗୋଟିଏ ଇନ୍ଦ୍ରିୟ ଆକ୍ଟିଭ ହେଇଗଲା, ମନ ସେ ଆଡକୁ ଚାଲି ଆସିଲା। ତେଣୁ ଆଜ୍ଞା ପାଳନ କରୁଛି ଇନ୍ଦ୍ରିୟର ମନ। ସେଥିପାଇଁ ଏଠି ଭଗବାନ କହୁଛନ୍ତି ଯେ ୟତ୍ ମନ ଅନୁବିଧୀୟତେ, ତାର ଆଜ୍ଞା ପାଳନ କରୁଛି। କିନ୍ତୁ ଏଇଟା ମନେ ରଖିବାକୁ ହବ ଯେ ଗୋଟେ ପର୍ଟିକୁଲାର ଇନ୍ଦ୍ରିୟର ଆଜ୍ଞା ମନ ପାଳନ କରୁଛି। ଯାହାର ପାଳନ କରୁଛି ଆଜ୍ଞା, ତାରି ସାଙ୍ଗରେ ମନ ରହିବ, ସେଇ ପର୍ଟିକୁଲାର ଟାଇମରେ ତାରି ସାଙ୍ଗରେ ରହିବ ଏବଂ ତାକୁ ହିଁ ଏନ୍ଜୟ କରିବ। ଯଦି ଆଖି ଦେଖୁଛି ଗୋଟେ ସୁନ୍ଦର ଦୃଶ୍ୟ କି ରୂପ, ସେଇଠି ମନ ବି ରହିବ ଏବଂ ତାକୁ ସେତିକିବେଳେ ସେମାନେ ଉପଭୋଗ କରୁଥିବେ। ତେଣୁ ଯୋଉ ଇନ୍ଦ୍ରିୟ ସାଙ୍ଗରେ ରହୁଛି ମନ, ସେଇ ସମୟରେ ଆଉ ପାଞ୍ଚଟା ଇନ୍ଦ୍ରିୟ ସାଙ୍ଗରେ ସେ ରହି
ପାରୁନି। ଏକ ସମୟରେ ଗୋଟେ ଇନ୍ଦ୍ରିୟ ସାଙ୍ଗେ ଯାହାର ସେ ଆଜ୍ଞା ପାଳନ କରୁଛି ତାରି ସାଙ୍ଗରେ ମନ ରହୁଛି। ଯଦି ମୁଁ କ୍ଲାସ ରୁମରେ ଅଛି, ହଠାତ୍ ମୁଁ ଟିଚରଙ୍କର ଶୁଣୁଛି, କ୍ଲାସ ରୁମରେ ଆମେ ବସିଛେ, ଟିଚରଙ୍କର ଶୁଣୁଛେ, ତାଙ୍କୁ ଦେଖୁଛେ, ଶୁଣୁଛେ, ତେଣୁ ଆମର ଯୋଉ ଇନ୍ଦ୍ରିୟ କାମ କରୁଥିଲା, ହଠାତ୍ କଣ ହବ ନା, ମୋ ମାଇଣ୍ଡରେ ଧରନ୍ତୁ ଆସିଗଲା, ମନେ ପଡିଗଲା ଯେ ଆଜି ଘରେ ବଢିଆ ବିରିୟାନୀ ହେଇଥିବ, କଣ ଗୋଟେ ମନେ ପଡିଗଲା, ସାଙ୍ଗେ ସାଙ୍ଗେ ମୋ ମାଇଣ୍ଡ ସିଆଡକୁ ଚାଲିଗଲା, ନା ମୁଁ ଆଉ ଟିଚରକୁ ଦେଖିପାରୁଛି ନା ମୁଁ ତାଙ୍କ କଥା ଶୁଣିପାରୁଛି। ଏକ ସମୟରେ ହବନି, କାରଣ ମାଇଣ୍ଡ ବର୍ତ୍ତମାନ ଚାଲିଗଲା କୋଉଠିକି, ବର୍ତ୍ତମାନ ଯୋଉ ଜିଭର ଯୋଉ ରସର ଆସ୍ୱାଦନା, ବିରିୟାନୀ ହେଇଛି, ଅମୁକ ହେଇଛି, ସେଠି ବର୍ତ୍ତମାନ ମାଇଣ୍ଡ କଣ୍ଟେମ୍ପଲେଟ କରିବା ଆରମ୍ଭ କଲା, ଚିନ୍ତନ କରିବା ଆରମ୍ଭ କଲା, ତେଣୁ ମାଇଣ୍ଡ ଚାଲିଗଲା ସେଠିକି। ଏକ ସମୟରେ ସେ ଆଉ ସେଠି କ୍ଲାସ ରୁମରେ ନାହିଁ। ତେଣୁ ଏକ ସମୟରେ 5 ଜଣଙ୍କର ଇନ୍ଦ୍ରିୟ ବା 2-3 ଜଣଙ୍କର ଇନ୍ଦ୍ରିୟର ସେ ଆଜ୍ଞା ପାଳନ କରିପାରିବନି। ତେଣୁ ଯଦି ଗୋଟିଏ ପର୍ଟିକୁଲାର ଇନ୍ଦ୍ରିୟର ଆଜ୍ଞା ପାଳନ କରୁଛି, ସେ ସେଇ ସମୟରେ ସେଇ ଇନ୍ଦ୍ରିୟକୁ ଥ୍ରୁରେ ସେଇ ଇନ୍ଦ୍ରିୟର ରେସ୍ପେକ୍ଟିଭ ଭୋଗ୍ୟ ବସ୍ତୁ, ତାର ଯୋଉ ଭୋଗ୍ୟ ବସ୍ତୁ, ତାକୁ ସେ ଉପଭୋଗ କରୁଛି, କିଏ, ମନ। ଯଦି ଆମର ଦେଖିବା ମୁସଲିମ କମ୍ୟୁନିଟିରେ ଗୋଟେ ପୁରୁଷ 5ଟି ସ୍ତ୍ରୀ, ଯେତେବେଳେ ପୁରୁଷଟି ଗୋଟିଏ ସ୍ତ୍ରୀ ସାଙ୍ଗରେ ଅଛି, ସେତେବେଳେ ଆଉ 4ଟି ସ୍ତ୍ରୀ ୱେଟିଂରେ ଥିବେ। ୟାର ସାଙ୍ଗରେ କାମ ସରିଲେ ସେ ଅନ୍ୟ ପାଖକୁ ଯିବେ। ଯେମିତି ସେମିତି ଏଇ ଗୋଟିଏ ଇନ୍ଦ୍ରିୟ ପାଖରେ ଆମେ ଅଛେ ମାନେ ଆମେ ସେଇଠି ଉପଭୋଗ କରିବା। ଯେତେବେଳେ ଆମେ ଅନ୍ୟ ଇନ୍ଦ୍ରିୟ ପାଖକୁ ଚାଲି ଯାଉଛେ, ଇନ୍ଦ୍ରିୟ ଆମକୁ ଟାଣିକି ନେଇଯାଉଛି ଅନ୍ୟ ଭୋଗ୍ୟ ବସ୍ତୁ ଆଡକୁ, ଆମେ ଆଉ ଯୋଉଟା ଏନ୍ଜୟ କରୁଥିଲେ ସେଟାକୁ ଆଉ କରିପାରିବାନି ବା ଆଉ ଅନ୍ୟ କୁଆଡେ ଯାଇପାରିବାନି। ଯୋଉଠି ରହିଲେ ସେଇଠି ଆମେ ରହିବା। ଏଇ ହଉଛି ଆମର ଲିମିଟେସନ ମନର, ଗୋଟିଏ ଇନ୍ଦ୍ରିୟ ସାଙ୍ଗରେ ରହିବ। ସେଥିପାଇଁ ଯାହା ସାଙ୍ଗରେ ଯୋଉ ଇନ୍ଦ୍ରିୟ ସାଙ୍ଗରେ ଚାଲିଗଲା ମନ, ଆମେ କହୁଛେ ତତ୍ ଅସ୍ୟ ହରତି ପ୍ରଜ୍ଞା। ଥାର୍ଡ, ଏଟା ଯୋଉ ପ୍ରଥମେ କହୁଥିଲେ ଯେ ଇନ୍ଦ୍ରିୟାଣାଂ ହି ଚରତାଂ, ପୁଣି କହିଲେ ୟତ୍ ମନ ଅନୁବିଧୀୟତେ, ତାପରେ କହୁଛନ୍ତି ତତ୍ ଅସ୍ୟ ହରତି ପ୍ରଜ୍ଞାଂ। ମାନେ ବର୍ତ୍ତମାନ କଣ ହେଲା ନା, ଇନ୍ଦ୍ରିୟ କାହା ସାଙ୍ଗରେ ଅଛି, ଇନ୍ଦ୍ରିୟ ଗୋଟିଏ ସେନ୍ସ ଅବଜେକ୍ଟ ସାଙ୍ଗରେ ଅଛି, ମନ ସେଇ ସେନ୍ସ ଅବଜେକ୍ଟ ସାଙ୍ଗରେ ଅଛି। ତେଣୁ ଇନ୍ଦ୍ରିୟ ମନ ଏକାଠି ହେଇଯାଇଛନ୍ତି, ଶକ୍ତିଶାଳୀ ହେଇଯାଇଛନ୍ତି। ଫଳରେ ସେ କଣ କରିବେ, ସେଇ ଇନ୍ଦ୍ରିୟ ବସ୍ତୁ, ଯୋଉଠି ଇନ୍ଦ୍ରିୟ ଅଛି, ଯୋଉଠି ମନ ଅଛି, ଯୋଉ ବିଷୟ ବସ୍ତୁ ପାଖରେ, ଭୋଗ୍ୟ ବସ୍ତୁ ପାଖରେ, ସେଇଠିକି ଟାଣିକି ଆଣିବେ, କାହାକୁ, ବୁଦ୍ଧିକୁ। ସେଥିପାଇଁ କହୁଛନ୍ତି ତସ୍ୟ ତତ୍ ଅସ୍ୟ ହରତି ପ୍ରଜ୍ଞାତା, ସେଇ ଲୋକଟିର ବୁଦ୍ଧିକୁ ସେଇଠିକୁ ହରଣ କରିକି ନେଇକି ଆସନ୍ତି, ଅର୍ଥାତ୍ ବୁଦ୍ଧି ସେଇ ଭୋଗ୍ୟ ବସ୍ତୁ ଆଡକୁ ଆସିଯିବ। ତେଣୁ ଏଠି ଯୋଉ ହରଣ କରିବା କଥା କଣ, ମାନେ ଆମେ କହୁଛେ ଇନ୍ଦ୍ରିୟର ହରଣ, ତାକୁ କିଡନାପ ହେଇଯାଉଛି, ତାର କଣ, ଏହାର ଅର୍ଥ କଣ? ଇନ୍ଦ୍ରିୟ ସବୁବେଳେ ଉପଭୋଗ କରିବାକୁ ଚାହୁଁଛି ତାର ନିଜ ଭୋଗ୍ୟ ବସ୍ତୁକୁ। ନିଜ ଭୋଗ୍ୟ ବସ୍ତୁ ଆପଣ ବୁଝିପାରୁଛନ୍ତି, ମୁଁ ଅଲରେଡି ଏକ୍ସପ୍ଲେନ କରିସାରିଲିଣି। ଆଖି କଣଟା କରିବ, ତାର ଆଖି ଯୋଉଟା କରିବ, ନାକ ସେଇ ଜିନିଷଟା କରିବନି। ନାକ ଆଘ୍ରାଣ କରିବ, ଆଖି ରୂପ ଦର୍ଶନ କରିବ, ସୌନ୍ଦର୍ଯ୍ୟ, କାନ ଶୁଣିକି ଉପଭୋଗ କରିବ, ସେଇଭଳି। ତେଣୁ ଯୋଉ ଇନ୍ଦ୍ରିୟ ଉପଭୋଗ କରୁଛି ତାର ନିଜର ଭୋଗ୍ୟ ବସ୍ତୁକୁ ଭୋଗ କରିବାର ଯୋଉ କ୍ରିୟା, ଏଟା କୋଉଠୁ ଆସୁଛି, ଏନ୍ଜୟ କରିବି, ଏଟା କୋଉଠୁ ଆସୁଛି, ରଜଗୁଣ। ଏଇ ରଜଗୁଣରେ ରହିଛି ରାଗ, ଦ୍ୱେଷ, ଆସକ୍ତି ଏବଂ ଘୃଣା, ଏ ରଜଗୁଣରେ ରହିଛି। ଫଳରେ କଣ ହଉଛି ନା, ଯଦି ଆସକ୍ତି ଆସିଲା ଆମର, ଆମେ ତା ପ୍ରତି ଆକୃଷ୍ଟ, କେତେବେଳେ, ଯେତେବେଳେ ଆମେ ସେଇ ଭୋଗ୍ୟ ବସ୍ତୁ ସାଙ୍ଗରେ କଣ୍ଟାକ୍ଟ ହେଇଗଲେଣି, ଆମର ଇନ୍ଦ୍ରିୟ କଣ୍ଟାକ୍ଟ ହେଇଗଲାଣି, ମନ କଣ୍ଟାକ୍ଟ ହେଇଗଲାଣି, ମନ ଚିନ୍ତନ କରୁଛି, ଚିନ୍ତନ କଲା ପରେ ଆସକ୍ତି ବା ଦ୍ୱେଷ, ଘୃଣା, ଯାହା ବି ହଉ, ସେ ତା ପ୍ରତି ଆମର ଜନ୍ମୁଛି। କୋଉଥିପାଇଁ, ରଜଗୁଣ ଯୋଗୁ। ଯଦି ଇନ୍ଦ୍ରିୟ ମାନେ ତାଙ୍କର
ଯୋଉ अपना अपना ଭୋଗ୍ୟ ବସ୍ତୁ ପଛରେ ଯିବେ, ଭଗବାନ କୃଷ୍ଣଙ୍କ ସାଙ୍ଗରେ ଯୋଡି ନ ହେବେ ଇନ୍ଦ୍ରିୟ ମାନେ, ମନ, ରଜଗୁଣ ଆସିବ। କିନ୍ତୁ ଯଦି ଆମେ କୃଷ୍ଣଙ୍କର, ଆମର ଯଦି ଇନ୍ଦ୍ରିୟ ଆଉ ମନ କୃଷ୍ଣଙ୍କ ସାଙ୍ଗରେ ଯୋଡି ହେଇଛି, କନେକ୍ଟେଡ ହେଇଛି, ଆମେ ତାଙ୍କ ସେବାରେ, ଇନ୍ଦ୍ରିୟ ତାଙ୍କ ସେବାରେ, ମନ ତାଙ୍କ ସେବାରେ, ବିଧେୟୀ ଆତ୍ମା ବୋଲେ ତାଙ୍କର ବିଧିକୁ ଆମେ, ଯୋଉ ଶାସ୍ତ୍ରର ବିଧି ଅନୁସାରେ ଆମର ଇନ୍ଦ୍ରିୟ କାମ କରୁଛନ୍ତି, ପୂର୍ବ ଶ୍ଲୋକରେ କହିଛନ୍ତି ବିଧେୟୀ ଆତ୍ମା, ଯେ ଶାସ୍ତ୍ରର ବିଧି ଅନୁସାରେ ମାନେ କୃଷ୍ଣଙ୍କର ଇଚ୍ଛା ଅନୁସାରେ ଯଦି ଇନ୍ଦ୍ରିୟ ମାନେ, ମନ ମାନେ କାମ କରୁଛନ୍ତି, ଅର୍ଥାତ୍ ଭଗବାନଙ୍କର ସେବା କରୁଛନ୍ତି, ଯଦିଓ ସେଇ ଲୋକଟି ଉପଭୋଗ କରୁଛି, ତଥାପି ସେ ଡିଷ୍ଟର୍ବ ହବନି, ବିଚଳିତ ହବନି, ବୁଦ୍ଧି ସ୍ଥିର ରହିବ। କାହିଁକି ନା ଇନ୍ଦ୍ରିୟ ମାନେ କୃଷ୍ଣଙ୍କ ଇଚ୍ଛା ଅନୁସାରେ କାମ କରୁଛନ୍ତି, ସେଠି ରଜଗୁଣ ନାହିଁ। ଯେତେବେଳେ କୃଷ୍ଣଙ୍କ ସାଙ୍ଗରେ ଯୋଡି ହେଇଯିବ, ସେଠି ଆଉ ରଜଗୁଣ ଆସିବନି। ତେଣୁ ରାଗ ଦ୍વેଷ ଇଏ ବି ଆସିବନି। ରାଗ ଦ୍વેଷ ବିମୁକ୍ତେ, ସେଇ ପୂର୍ବ ଶ୍ଲୋକରେ ସେ କହିଥିଲେ, ରାଗ ଦ୍वेष ବିମୁକ୍ତେ ତୁ ବିଷୟାନ୍ ଇନ୍ଦ୍ରିୟାନ୍ ଚରାନ୍ ଆତ୍ମ ବସେହି ବିଧେୟୀ ଆତ୍ମା ପ୍ରସାଦଂ ଅଧିଗଚ୍ଛତି। ସେଇ ଯୋଉ ଶ୍ଲୋକରେ ସେ କହିଥିଲେ, 64 ନମ୍ବର ଶ୍ଲୋକରେ, ତେଣୁ ଯେତେବେଳେ ଆମର ଇନ୍ଦ୍ରିୟ ମାନେ ଭଗବାନ କୃଷ୍ଣଙ୍କର ଇଚ୍ଛା ଅନୁସାରେ, ବିଧେୟୀ ଆତ୍ମା କୃଷ୍ଣଙ୍କ ଇଚ୍ଛା ଅନୁସାରେ କାମ କରୁଛି, ସେଠି ରଜଗୁଣ ନଥାଏ। ରଜଗୁଣ ନଥିବା ଫଳରେ ରାଗ ଦ୍वेଷ ବିମୁକ୍ତ, ମାନେ ନା ଆସକ୍ତି ରହୁଛି ନା ଦ୍वेଷ ରହୁଛି। ଯଦି ରାଗ ଦ୍वेଷ ନାହିଁ, ତାହେଲେ କଣ ହବ? ଇନ୍ଦ୍ରିୟ ଭୋଗ ହେଲେ ବି ଆମେ ତାକୁ ଆକ୍ଚୁଆଲି ଅସୁବିଧାରେ କିଛି ପଡୁନି। ଆମର ଯୋଉ ଇନ୍ଦ୍ରିୟ ଆଉ ମନ ଆମକୁ କ୍ୟାପ୍ଟିଭେଟ କରିପାରିବନି, ଆମ ମନକୁ ହରଣ କରିପାରିବନି ସେଇ ଭୋଗ୍ୟ ବସ୍ତୁ ଆଡକୁ। ବୁଦ୍ଧି ସ୍ଥିର ହେଇକି ରହିବ। ଯୋଉ ସ୍ଥିର ଅର୍ଥ କଣ? ଭଗବାନଙ୍କ ସେବାରେ, ଭଗବାନଙ୍କ ଠି ସ୍ଥିର ହେଇକି ରହିବ। ବୁଦ୍ଧି ବି ଅପହରଣ ହବନି ଭୋଗ୍ୟ ବସ୍ତୁ ଆଡକୁ। କାହିଁକି ନା ରଜଗୁଣ ନାହିଁ ବର୍ତ୍ତମାନ, ତେଣୁ ରାଗ ଦ୍वेଷ ନାହିଁ। এই କଥା ପୂର୍ବ ଶ୍ଲୋକରେ କୁହାଯାଇଥିଲା। କିନ୍ତୁ ଯଦି ତାର ଅପୋଜିଟ, ଯଦି ଆମର ଇନ୍ଦ୍ରିୟ ଗୁଡିକ ଭଗବାନଙ୍କ ସେବାରେ ଲାଗି ଯାଇଛି, ତାହେଲେ କଣ ହବ? ମାନେ ଯଦି ନ ଲାଗିଛି ତାହେଲେ ହବ କଣ? ହବ ନା ରଜଗୁଣ, ଏଇଠି ଭଗବାନ କହୁଛନ୍ତି ଯଦି ଲାଗିଗଲା ତ ତାହେଲେ ରଜଗୁଣ ଆସିବନି। ଯଦି ନ ଲାଗିଛି ରଜଗୁଣ ବଢିବ, ରାଗ ଦ୍वेଷ ବଢିବ, ଆସକ୍ତି ଆସିବ। ଆସକ୍ତି ଆସିଲେ କଣ ହବ? ଯେତେବେଳେ ଆମେ ବାରମ୍ବାର ଚିନ୍ତନ କରୁଛେ, ଆସକ୍ତି ଆସିଲା। ଆସକ୍ତି ବଢିଲେ କଣ ହେଲା? ଲଷ୍ଟ, ମାନେ କାମନା ଜାଗ୍ରତ ହବ, ଷ୍ଟ୍ରଙ୍ଗ ଡିଜାୟାର, ଆଇ ୱିଲ୍ ହ୍ୟାଭ୍ ଇଟ୍ ବାଇ ହୁକ୍ ଅର୍ ବାଇ କ୍ରୁକ୍। ମୁଁ ତାକୁ ପାଇବି, ତାକୁ ଉପଭୋଗ କରିବି। ଏଇ ଯୋଉ ଲଷ୍ଟଟା ଆସିଯିବ, କାମନା। ଆଉ କାମନା ହଉଛି ସବୁ ଦୁଷ୍କର୍ମ ପାପର କାରଣ। ଆମେ ଯେତେ ପାପ କରୁଛେ, ଦୁଷ୍କର୍ମ କରୁଛେ, ଏଇ କାମନା ଯୋଗୁଁ। ଡିଜାୟାର, ଆମର ଭୋଗ କରିବାର ଲାଳସା, ତାର ମୂଳ କାରଣ ହଉଛି କାମନା। ଏଇ କାମନା ଆସୁଛି କୋଉଠୁ? ରଜଗୁଣରୁ। ଫଳରେ କଣ ହଉଛି ନା, ଯେତେବେଳେ କାମନା ଆସୁଛି, ଆମର ଗୋଟେ ବଡ ଲସ୍ ହଉଛି। ଆମର ଡିସ୍କ୍ରିମିନେଟିଂ ପାୱାର ଚାଲି ଯାଉଛି। ଆମର ହିତାହିତ ଜ୍ଞାନ ରହୁନି। କାର୍ଯ୍ୟ କାର୍ଯ୍ୟ ଆମେ ଜାଣିପାରୁନେ। ଭଲ ମନ୍ଦ ଠିକ ଭୁଲ ଆମେ ଜାଣି ପାରୁନେ। ଗଲତ କାମ କରିକି ବସୁଛେ। ତେଣୁ ଯେତେବେଳେ ଆମର ଇନ୍ଦ୍ରିୟ ଭୋଗ୍ୟ ବସ୍ତୁକୁ କନେକ୍ଟ କରୁଛି, କଣ୍ଟାକ୍ଟ ହଉଛି, ସେଠି କାମନା ଅଛି। ଯେତେବେଳେ ମନ ଭୋଗ୍ୟ ବସ୍ତୁକୁ କଣ୍ଟାକ୍ଟ କରୁଛି, ସେଠି ବି କାମନା ବସିଛି। ସେଥିପାଇଁ ଆମର କୁହାହେଇଛି ଯେ ଆମର କାମନା କୋଉଠି ରହୁଛି? କାମନା ସବୁଠି, ଇନ୍ଦ୍ରିୟରେ ଅଛି, ମନରେ ଅଛି, ବୁଦ୍ଧିରେ, ସବୁ ତିନିଟା ଜାଗାରେ କାମନା ବସି ରହିଛି। ଇନ୍ଦ୍ରିୟ ମନ ବୁଦ୍ଧି ଉକ୍ତ ଅଧିଷ୍ଠାନ ଉଚ୍ୟତେ। ତାର ଜାଗା, କାମନାର ଜାଗା ହଉଛି ଇନ୍ଦ୍ରିୟ ମନ ବୁଦ୍ଧି, ତିନିଟା ଜାଗାରେ। ତେଣୁ ସେନ୍ସ ଯେତେବେଳେ
ଆମର ଯେତେବେଳେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସାଙ୍ଗରେ ରହିଲା ସେଠି କାମନା ଅଛି, ଯେତେବେଳେ ମାଇଣ୍ଡ ରହିଲା ଭୋଗ୍ୟ ବସ୍ତୁ ପାଖରେ ସେଠି ବି କାମନା ଅଛି। ଫଳରେ କଣ ହବ, ଯେତେବେଳେ ଦି ଜଣ ଯାକ ମିଶିଯିବେ ସେମାନେ ଷ୍ଟ୍ରଙ୍ଗ ହେଇଗଲେ, ଆଉ ବୁଦ୍ଧି ସ୍ଥିର ହେଇକି ରହିପାରିବନି। ଏ ଇନ୍ଦ୍ରିୟ ଆଉ ମନ ବୁଦ୍ଧିକୁ ଟାଣି ଆଣିବେ ସେଇ ଭୋଗ୍ୟ ବସ୍ତୁ ଆଡକୁ। ଏଇ ହଉଛି କିଡନାପିଂ। ସେଥିପାଇଁ ଭଗବାନ ଏଠି କହୁଛନ୍ତି ତତ୍ ଅସ୍ୟ ହରତି ପ୍ରଜ୍ଞାନ। କିନ୍ତୁ ଯୋଉମାନେ ଇନ୍ଦ୍ରିୟକୁ ମନକୁ ଭଗବାନଙ୍କ ସେବାରେ ଲଗେଇ ଦେଇଛନ୍ତି, ତାଙ୍କର ରାଗ ଦ୍ವೇଷ ନାହିଁ, ତାଙ୍କର ସେମାନେ ଗୁଣାତୀତ। କାହିଁକି ନାହିଁ ନା ସେମାନେ ଗୁଣାତୀତ, ପ୍ରକୃତିର ଗୁଣ ଦ୍ୱାରା ସେମାନେ ପରିଚାଳିତ ହଉନାହାନ୍ତି। ମେନ୍ ଜିନିଷ ହଉଛି ଯେ ପ୍ରକୃତିର ଯୋଉ ତିନି ଗୁଣ ସେଇ ତାରି ଫଳରେ ଆମେ ତାର ପ୍ରଭାବରେ ଆସି ଯାଉଛେ। ରଜଗୁଣ ସେଇଠୁ ଆସୁଛି ନା, ପ୍ରକୃତିର ତିନି ଗୁଣରେ ରହିଛି ସତ୍ୱ ରଜ ତମ। କିନ୍ତୁ ଯେତେବେଳେ ଆମେ ଭୋଗ କରିବାର ଇଚ୍ଛା ରହୁଛି ଆମେ ରଜ ଗୁଣରେ ପ୍ରଭାବିତ ହଉଛେ। ତେଣୁ ଆମର ସେ କାମନା ଜାଗ୍ରତ ହଉଛି, କାମାଗ୍ନି ତାକୁ ଆମେ କହୁଛେ, ସେ କାମାଗ୍ନି ପ୍ରଜ୍ୱଳିତ ହଉଛି। କିନ୍ତୁ ଯେତେବେଳେ ଆମେ ସେଇ ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗେଇ ଦଉଛେ ସେଇ ଯୋଉ କାମାଗ୍ନି ସେ ପାଣି ହେଇଯାଉଛି। ନିତାଇ ପଦ କମଳ କୋଟି ଚନ୍ଦ୍ର ସୁଶୀତଳ। ତେଣୁ ଭଗବାନଙ୍କ ସେବାରେ ଲଗେଇଲେ ଯୋଉ ଯୋଉ ଯଦି ନ ଲଗେଇବା ତାହେଲେ ଫାୟାର ଲାଇକ୍, ଯଦି ଲଗେଇଲେ ତାହେଲେ ୱାଟର ଲାଇକ୍, ପାଣି ଭଳିଆ ହେଇଯାଉଛି। ତେଣୁ ଭଗବାନ କହୁଛନ୍ତି ଯଦି ଆମେ ସେଇ ତାଙ୍କର ଇଚ୍ଛା ଅନୁସାରେ ଆମେ ଯଦି ଭଗବାନଙ୍କ ସାଙ୍ଗରେ ଆମର ଇନ୍ଦ୍ରିୟ ମନ କନେକ୍ଟେଡ ହେଲା ତାହେଲେ ନୋ ପ୍ରୋବ୍ଲେମ। ଆମେ ଭୋଗ କଲେ ମଧ୍ୟ ଆମର ବୁଦ୍ଧି ହରଣ ହବନି, ଆମର ଡିସ୍କ୍ରିମିନେଟିଂ କାପାସିଟି ଯିବନି, ଆମେ ଗଲତ କାମ କରିବାନି, ପାପ କରିବାନି, ଦୁଷ୍କର୍ମ କରିବାନି, କର୍ମବନ୍ଧନରେ ପଡିବାନି। କିନ୍ତୁ ଯଦି ଅଯୁକ୍ତ ମାନେ ଆମେ ଯଦି ଭଗବାନଙ୍କ ସାଙ୍ଗରେ ଯୋଡିଏନେ, ଆମର ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗେଇନେ, ଆମ ମନକୁ ଭଗବାନଙ୍କ ସାଙ୍ଗରେ ଲଗେଇନେ, ତତ୍ ଅସ୍ୟ ହରତି ପ୍ରଜ୍ଞା। ଇନ୍ଦ୍ରିୟ ତ ଯାଇଛି ଭୋଗ୍ୟ ବସ୍ତୁ ଆଡେ, ମନ ତ ଯାଇଛି, ବୁଦ୍ଧି ମଧ୍ୟ ଅପହରଣ ହେଇକି ଚାଲିଗଲା। ପ୍ରଣଶ୍ୟତି, ଆମେ ତଳକୁ। ସେଥିପାଇଁ ପୂର୍ବ ଶ୍ଲୋକରେ ଭଗବାନ କହିଛନ୍ତି ଆମର ସର୍ବନାଶ, ୱିଲ୍ ଫଲ୍ ଡାଉନ୍। ତେଣୁ ଏଇ ଯୋଉ ବୁଦ୍ଧି ହରଣ ହଉଛି, କୋଉ ପ୍ରକାରରେ ବୁଦ୍ଧି ହରଣ ହଉଛି? ଅଯୁକ୍ତସ୍ୟ, ଭଗବାନଙ୍କ ସାଙ୍ଗରେ ଯୋଡି ନହେଲେ। ବୁଦ୍ଧି ଥିଲା, ବୁଦ୍ଧି ଏହା ନାହିଁ କି ବୁଦ୍ଧି ନାହିଁ, ବୁଦ୍ଧି ଥିଲା କିନ୍ତୁ ବର୍ତ୍ତମାନ ନାହିଁ। କୁଆଡେ ଯାଇଛି? ଡାଇଭର୍ଟେଡ ହେଇଯାଇଛି। କେମିତି ନା ଯୋଉ ଫୋର୍ଥ ଜିନିଷ ଭଗବାନ ଏଠି କହୁଛନ୍ତି, ବାୟୁ ନାବଂ ଇବ ଅମ୍ବସି। ଯେମିତି ମାନେ ଶକ୍ତିଶାଳୀ ବାୟୁ ଡାଇଭର୍ଟ କରିଦଉଛି କାହାକୁ? ନୌକାକୁ, ପାଣିରେ ଚାଲୁଥିବା ନୌକାକୁ ଡାଇଭର୍ଟ କରିଦଉଛି ତା ଡାଇରେକ୍ସନରୁ, ସେମିତି ବୁଦ୍ଧିକୁ ଡାଇଭର୍ଟ କରିଦେଇଛି। ଯେହେତୁ ଆମେ କିଏ? ଇନ୍ଦ୍ରିୟ ଏବଂ ମନ, ଯେହେତୁ ଆମେ ଭଗବାନଙ୍କ ସାଙ୍ଗରେ ଯୋଡି ହଉନେ, ଅଯୁକ୍ତାସ୍ୟ। କିନ୍ତୁ ଯୋଉମାନେ ଯୁକ୍ତ, ଅମ୍ବରୀଶ ରାଜାଙ୍କ ଭଳି, ତାଙ୍କର ରଜଗୁଣ ନାହିଁ, ତେଣୁ ଇନ୍ଦ୍ରିୟ ମାନେ କୌଣସି କାମ କରିପାରିବେନି ଯାହାକୁ ବୁଦ୍ଧିକୁ ଅପହରଣ କରିବା ପାଇଁ। ସେଥିପାଇଁ କୃଷ୍ଣ କହୁଛନ୍ତି ଧାୟତ ବିଷାନ, ଯୋଉ କହିଥିଲେ ଧାୟତ ବିଷାନ ପୁଂସ, ସେ କହିକି ଲାଷ୍ଟକୁ କହୁଛନ୍ତି ପ୍ରଣଶ୍ୟତି, ମାନେ ତାର ଫଲ୍ ଡାଉନ୍ ହଉଛି। ପ୍ରଥମେ ମାନେ କୌଣସି ଜିନିଷକୁ ଆମେ ଯେତେବେଳେ ଆମର ଇନ୍ଦ୍ରିୟ କନେକ୍ଟ ହଉଛି, ମନ ଯୋଉ ତାପରେ ଚିନ୍ତନ କରିବା ଆରମ୍ଭ କରୁଛି, ଆସକ୍ତି ଆସୁଛି, ଆସକ୍ତି ପରେ କାମନା ଆସୁଛି। ପୂର୍ବ ଶ୍ଲୋକରେ ଭଗବାନ କହିଥିଲେ ଆସ୍ତେ ଆସ୍ତେ କେମିତି ଆମର ପତନ ହଉଛି। ହବନି ଯଦି ଆମେ ଭଗବାନଙ୍କ ସାଙ୍ଗରେ ଯୋଡି ହେଇଗଲା, ଅର୍ଥାତ୍ ଆମର ଇନ୍ଦ୍ରିୟ ମନକୁ ଭଗବାନଙ୍କ ସେବାରେ ଲଗେଇଲେ।
ପ୍ରଶ୍ନ ଉଠୁଛି ମୁଁ କାହିଁକି ଭଗବାନଙ୍କ ସେବାରେ ଲଗେଇବି? କେହି ଜଣେ କହିପାରନ୍ତି, କାରଣ ଆମେ ମ୍ୟାଟେରିଆଲିଷ୍ଟ, वी कैन आस्क एनी क्वेश्चन। କାହିଁକି ଭଗବାନଙ୍କ ସେବା? ଯାହା ମୁଁ ଡିସ୍କସନ କଲି ସେଇଥିପାଇଁ ଯେ ଆମେ ଏଇଥିପାଇଁ ଲଗେଇବା, ନହେଲେ ଆମର ଯୋଉ ବୁଦ୍ଧି ହରଣ ହେଇଯିବ ସେଇ ଭୋଗ୍ୟ ବସ୍ତୁ ଆଡକୁ, ହିତାହିତ ଜ୍ଞାନ ରହିବନି, କାମନା ଜାଗ୍ରତ ହେଲା। କାମନା ହଉଛି ସବୁ ଦୁଃଖର କାରଣ। ଫଳରେ କଣ ହବ ନା ଆମେ ଯେତେ ଗଲତ କାମ, ଯେତେ ପାପ କର୍ମ ତାହାରି ଫଳରେ କରୁଛେ, କାମନା ଫଳରେ କର୍ମବନ୍ଧନରେ ପଡୁଛେ। ଏ ସଂସାରକୁ ବାରମ୍ବାର ଆସୁଛେ ବିଭିନ୍ନ ଶରୀରରେ, 84 ଲକ୍ଷ ଯୋନି ଭିତରେ ଘୁରୁଛେ, ଚାଲିଛି ଆମର ଇଏ। ତେଣୁ वी बाइंड टू द ମ୍ୟାଟେରିଆଲ ଏକ୍ଜିଷ୍ଟେନ୍ସ, ଆମର ସମାପ୍ତ ହଉନି। ଇଏ ହଉଛି ଦୁଃଖାଳୟ, ଏବଂ ଏ ଦୁଃଖାଳୟରେ ଆମେ ଦୁଃଖ ଭୋଗ କରୁଛେ, ସଫରିଂ। ତେଣୁ ଇଏ ହଉଛି ପ୍ରଥମ ରିଜନ, why should I engage। ସେକେଣ୍ଡ ରିଜନ ହଉଛି ଯେ ଏ ଶରୀରଟା କଣ, ଯେମିତି ଏଇଟା ଗୋଟେ ଭଡା ଘର ଭଳିଆ। ଯେମିତି ଭଡା ଘରେ ମୁଁ ମାଲିକ ନୁହେଁ, ମାଲିକ ଆଉ ଜଣେ, ସେମିତି ଇଏ ହଉଛି ଭଗବାନଙ୍କର, ସିଏ ହଉଛନ୍ତି ମାଲିକ। ଏ ଶରୀରଟା ଭଗବାନଙ୍କର, ତା ଭିତରେ ମୁଁ ଅଛି ଭଡାରେ। ତେଣୁ ଯଦି ଇଏ ଭଗବାନଙ୍କର, ତାହେଲେ ଭଗବାନଙ୍କର ସେବାରେ ଲାଗିବା ଦରକାର, ଯୋଉଟା ଯାହାର। ସେ ହଉଛନ୍ତି ମାଲିକ, ସେ ହଉଛନ୍ତି ପ୍ରୋପ୍ରାଇଟର। ତେଣୁ ତାଙ୍କ ଶରୀରଟା ହଉଛି ଭଗବାନଙ୍କର, ତେଣୁ ତାଙ୍କ ସେବାରେ ଲାଗିବା ଦରକାର। ଏଇଭଳି ଯେତେବେଳେ ଆମେ ଆମର ଇନ୍ଦ୍ରିୟ ମନକୁ ଆମେ ଭଗବାନଙ୍କ ସେବାରେ ଲଗେଇବା, ଆମର ଇନ୍ଦ୍ରିୟ ମନ ଅଟୋମେଟିକାଲି କଣ୍ଟ୍ରୋଲଡ ହେବେ, ସଂଯମ ହେଇଯିବେ। ଆଉ ଅନ୍ୟ ଉପାୟ ନାହିଁ। ସବୁ ପ୍ରୋବ୍ଲେମ ଆମର ଆସୁଛି ଏଇ କାରଣରୁ, ଆମେ ଯେହେତୁ ଇନ୍ଦ୍ରିୟକୁ କଣ୍ଟ୍ରୋଲ କରିପାରୁନେ, ଭୋଗ ବାସନା ଆଡକୁ ଆମକୁ ଇନ୍ଦ୍ରିୟ ମନ ଟାଣି ନଉଛି। ଯେହେତୁ ଆମେ ଭଗବାନଙ୍କ ସହିତ ଯୋଡି ହଉନେ, ଆମ ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗଉନେ। ତାର ଅର୍ଥ କଣ? ଭଗବାନଙ୍କ ସାଙ୍ଗରେ କନେକ୍ଟେଡ ହବାର ଅର୍ଥ କଣ? ତାଙ୍କ ମାନେ ମେନ୍ ଜିନିଷ ହଉଛି ଯେ ତାଙ୍କର, ଆମେ ତାଙ୍କୁ ଜୀବନରେ ସେଣ୍ଟର କରିବା। ସେ ଆମ ଜୀବନର, ଆମ ଲାଇଫର ସେ ହେବେ ସେଣ୍ଟର। ଯାହା ଆମେ କର୍ମ କରିବା, ତାଙ୍କର ସେବା ଅର୍ଥ ହଉଛି ଯେ ଆମେ ଆଇଦର ତାଙ୍କୁ ମନେ ପକାଉଛେ, ନହେଲେ ତାଙ୍କୁ ଆମେ ପ୍ରତ୍ୟେକ କର୍ମ ଅଫର କରୁଛେ, ଯେକୌଣସି କର୍ମ କରୁଛେ ତାକୁ ଅଫର କରୁଛେ। କୃଷ୍ଣ ଚେତନାରେ ଆମେ କାମ କରୁଛେ। ତାଙ୍କୁ ଆମେ ସବୁବେଳେ ମାନେ ତାଙ୍କ ସାଙ୍ଗରେ କନେକ୍ଟ ହେବା ପାଇଁ ଆପ୍ରାଣ ଚେଷ୍ଟା କରୁଛେ, ବାଇ ପ୍ରାକ୍ଟିସ ହରେ କୃଷ୍ଣ ମହାମନ୍ତ୍ର ଜପ କରିକି। ଇଏ ହଉଛି, ଏଇଭଳି କଲେ ଆମେ ଭଗବାନଙ୍କ ସାଙ୍ଗରେ ଯୋଡି ହବା। ଯେତେବେଳେ ଯୋଡି ହବା, ଆଉ ଇନ୍ଦ୍ରିୟ ମନ ଯୋଉ ପଳେଇ ଯାଉଛନ୍ତି ଭୋଗ୍ୟ ବସ୍ତୁ ଆଡକୁ ବାରମ୍ବାର, ଆମ କଣ୍ଟ୍ରୋଲରେ ନାହିଁ, ସେ କଣ୍ଟ୍ରୋଲ ହେଇଯିବେ, ସେ ଶାନ୍ତ ହେବେ, ଆଉ ବୁଦ୍ଧି ଅପହରଣ ହବନି। ବୁଦ୍ଧି ଅପହରଣ ହେଇଗଲା ମାନେ ଆମେ ଆମର ଫଲ ଡାଉନ ହଉଛି। এই ଶ୍ଳୋକରେ ଭଗବାନ ଏହା ହିଁ କହୁଛନ୍ତି। ବର୍ତ୍ତମାନ ଆମେ ଯିବା ନେକ୍ସଟ ଶ୍ଳୋକକୁ। ତେବେ ଯେମିତି ପୁରୁଣା ଶ୍ଳୋକରେ ତ କହିଦେଲେ ଭଗବାନ ଯେ ଆମର ଗୋଟିଏ ଇନ୍ଦ୍ରିୟ ସଫିସିଏଣ୍ଟ, ଆମର ମନ ବୁଦ୍ଧି, ଆମର ଇନ୍ଦ୍ରିୟ, ମାନେ ଗୋଟିଏ ଇନ୍ଦ୍ରିୟ ସଫିସିଏଣ୍ଟ, ମନକୁ ବୁଦ୍ଧିକୁ ନେଇଯିବ, ଅପହରଣ କରିକି ନେଇଯିବ କୋଉଠିକି? ଭୋଗ୍ୟ ବସ୍ତୁ ଆଡକୁ। ଯେମିତି ଷ୍ଟ୍ରଙ୍ଗ ୱିଣ୍ଡ, ଶକ୍ତିଶାଳୀ ବାୟୁ ଭାସି ଯାଉଥିବା ନୌକାକୁ ଡାଇଭର୍ଟ କରିଦିଏ, ଠେଲି ନିଏ। ପୂର୍ବ ଶ୍ଳୋକରେ କହିଲେ। କିନ୍ତୁ ଯିଏ କଣ୍ଟ୍ରୋଲ କରିଦେଇ ପାରୁଛି ଇନ୍ଦ୍ରିୟକୁ, ଇନ୍ଦ୍ରିୟ ବୁଦ୍ଧି ଆଉ ମନ ତାର ଅପହରଣ ହଉନି,
ଯେ କଣ୍ଟ୍ରୋଲ କରିଦେଇ ପାରୁଛି, ସେ ଗୋଟିଏ ମହାନ ପୁରୁଷ, ତାର ଗୁଣଗାନ କରିବା କଥା। କୃଷ୍ଣ ବର୍ତ୍ତମାନ ତାଙ୍କରି ଗୁଣଗାନ କରିବେ ଏ ଶ୍ଲୋକରେ। ଗ୍ଲୋରିଫାଇଂ ଦ୍ୟାଟ୍ ପର୍ସନ ଇଜ ସ୍ଥିତ ପ୍ରଜ୍ଞ, ସେ ହଉଛି ସ୍ଥିତ ପ୍ରଜ୍ଞ ଯାହାର ଗୁଣଗାନ କରୁଛନ୍ତି। 68 ନମ୍ବର ଶ୍ଲୋକ। ଏଠି କହୁଛନ୍ତି ତସ୍ମାଦସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେଭ୍ୟ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ଏଠି କହୁଛନ୍ତି ଭଗବାନ ଯେ ତସ୍ ମାନେ 60 ରୁ 68 ପର୍ଯ୍ୟନ୍ତ ବର୍ତ୍ତମାନ ଦେଖନ୍ତୁ ଭଗବାନ ଖାଲି କେମିତି ଇନ୍ଦ୍ରିୟକୁ ସଂଯମ କରିବ, ମାନେ ସ୍ଥିତ ପ୍ରଜ୍ଞ କେମିତି ତାର ଇନ୍ଦ୍ରିୟକୁ ବ୍ୟବହାର କରୁଛି ବା ନିୟୋଜିତ କରୁଛି, ଏନଗେଜ କରୁଛି ଏ ଦୁନିଆରେ। କାହିଁକି ନା ଭୋଗ୍ୟ ବସ୍ତୁକୁ ସେ ଆଭଏଡ କରିପାରିବନି, କିନ୍ତୁ କେମିତି କରୁଛି ସେ, ଏହାର ଅର୍ଥ ନୁହେଁ ସେ ଭୋଗ୍ୟ ବସ୍ତୁକୁ ଉପଭୋଗ କରୁନି, କରୁଛି, କିନ୍ତୁ ତଥାପି ତାର ବୁଦ୍ଧି ହରଣ ହଉନି। ଏବଂ କେମିତି କରୁଛି ଏ 60 ରୁ 68 ବୁଝେଇଲା ପରେ ଭଗବାନ କଣ କରିଛନ୍ତି, ବର୍ତ୍ତମାନ ତାର ଉପସଂହାର କରୁଛନ୍ତି। ସେ ଯୋଉ କେମିତି ଏନଗେଜ କରୁଛି ସ୍ଥିତ ପ୍ରଜ୍ଞ ତାର ଇନ୍ଦ୍ରିୟକୁ ଏ ଦୁନିଆରେ ଭୋଗ୍ୟ ବସ୍ତୁ ସାଙ୍ଗରେ କଣ୍ଟାକ୍ଟ କରିକି ସେଇ କଥା ଏକ୍ସପ୍ଲେନ କରୁଛନ୍ତି ଏ ଶ୍ଲୋକରେ। ସେଥିପାଇଁ ଆରମ୍ଭ କରୁଛନ୍ତି ତସ୍ମାତ୍ ଦେୟରଫୋର। ତାର ମାନେ ପୂର୍ବ ଶ୍ଲୋକ ଗୁଡାକୁ ଆଙ୍ଗୁଠି ଦେଖେଇଛନ୍ତି ଯେ ମୁଁ ଯାହା କହି ଆସିଲି 60 ରୁ 68, ତସ୍ମାତ୍ ଦେୟରଫୋର। এই ଶ୍ଲୋକରେ ସେ କହୁଛନ୍ତି। ତେବେ ସେ କହୁଛନ୍ତି ତସ୍ମାତ୍ ଯସ୍ୟ ମହାବାହୋ। ମହାବାହୁ ବୋଲେ ଅର୍ଜୁନଙ୍କୁ ଏଠି କହୁଛନ୍ତି ଯେ ଯାହାର ଶକ୍ତିଶାଳୀ ବାହୁ ଅଛି। କାହିଁକି ନା କହିବାର ଉଦ୍ଦେଶ୍ୟ ହଉଛି ତମେ ବହୁତ ବଡ ବଡ ମାନେ ଶତ୍ରୁକୁ ଦମନ କରିଛ। ତାର ଉଦାହରଣ ଗୋଟିଏ ଉଦାହରଣ ହଉଛି ଯେତେବେଳେ ବିରାଟରେ ସେ ଛଦ୍ମବେଶରେ ଥିଲେ, ସେତେବେଳେ ଏଇ କୁରୁସେନା ମହାଭାରତ ଯୁଦ୍ଧରେ ଯୋଉମାନେ ଅଛନ୍ତି ଏକ୍ଜାକ୍ଟଲି ସେଇ ସେନା ସେଠି ମଧ୍ୟ ଉପସ୍ଥିତ ଥିଲେ ଏବଂ ବିରାଟ ରାଜ୍ୟକୁ ସେ ଲୁଟିବାକୁ ଯାଇଥିଲେ, ଲୁଣ୍ଠନ କରିବାକୁ ଯାଇଥିଲେ କୁରୁସେନା। କିନ୍ତୁ ସେଇଠି ଛଦ୍ମବେଶରେ ଥିଲାବେଳେ ସିଙ୍ଗଲ ହ୍ୟାଣ୍ଡେଡଲି, ଏକୁଟିଆ, କେହି ନଥିଲେ, ଅର୍ଜୁନ ସେମାନଙ୍କୁ ପରାସ୍ତ କରିଥିଲେ, ଅର୍ଥାତ୍ ଦମନ କରିଦେଇଥିଲେ, କଣ୍ଟ୍ରୋଲ କରିଦେଇଥିଲେ। ସେଥିପାଇଁ ମହାବାହୁ। ଇଏ ହଉଛି ଗୋଟିଏ ଏକ୍ସାମ୍ପଲ। ଏବଂ ସେଥିପାଇଁ କହୁଛନ୍ତି ବଡ ବଡ ଶତ୍ରୁକୁ ଦମନ କରିଛ। ଇନ୍ଦ୍ରିୟ ବି ଗୋଟେ ପ୍ରକାରର ଶତ୍ରୁ, ତାକୁ କେମିତି ଦମନ କରିବ, ମୁଁ ଯେମିତି କହୁଛି ଦେଖ କେମିତି କରୁଛି ସ୍ଥିତ ପ୍ରଜ୍ଞ, ସେଇଭଳି କରିବାକୁ ଚେଷ୍ଟା କର। ଏ ଆଉ କହୁଛନ୍ତି, ସେଥିପାଇଁ ମହାବାହୁ କହିଛନ୍ତି। ତ କହୁଛନ୍ତି ଯସ୍ୟ ନିଗୃହୀତାନି ସର୍ବଶଃ, ଯେମିତି ନିଗୃହୀତାନି ମାନେ ସଂଯମ କରୁଛି, ରେଷ୍ଟ୍ରେନ୍ କରୁଛି ତାର ଇନ୍ଦ୍ରିୟକୁ, ସର୍ବଶଃ ମାନେ ସବୁବେଳେ। ସବୁବେଳେ ଅର୍ଥ ହଉଛି ଏ ସଂସାରରେ ଥିଲାବେଳେ ଏବଂ କୋଉଠି ଏକୁଟିଆ ବି ଅଛି, ସେକ୍ଲୁଡେଡ ଜାଗାରେ, ଯୋଉଠି ବି ଥାଉ, ସବୁବେଳେ ସେ ସଂଯମ କରୁଛି କଣ, ଇନ୍ଦ୍ରିୟାଣୀ, ଇନ୍ଦ୍ରିୟ ମାନଙ୍କୁ। କାହାଠୁ ମାନେ ଦୂରେଇକି ରଖୁଛି, ଇନ୍ଦ୍ରିୟ ଦୂରେଇକି ରଖୁଛି। ସେଇ ଲୋକକୁ, ଇନ୍ଦ୍ରିୟକୁ ଦୂରେଇକି ରଖୁଛି ସ୍ଥିତ ପ୍ରଜ୍ଞତା ମାନେ। କାହାଠୁ, ଇନ୍ଦ୍ରିୟାର୍ଥେଭ୍ୟ, ଭୋଗ୍ୟ ବସ୍ତୁଠୁ ଦୂରେଇକି ରଖୁଛି ତାର ଇନ୍ଦ୍ରିୟକୁ। ଯିଏ କରିପାରୁଛି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା, ତାର ବୁଦ୍ଧି ସ୍ଥିର, ଅପହରଣ ହେଇପାରିବନି। এইଭଳି ଏ ଶ୍ଲୋକରେ କହୁଛନ୍ତି। ଆମେ ଆକୁ ଆଲୋଚନା କରିବା। ତେବେ
ଏଇ ଯୋଉ ବର୍ତ୍ତମାନ ମାନେ ପ୍ରଭୁପାଦ ଗୋଟିଏ ଏଠି ଷ୍ଟେଟମେଣ୍ଟ ଦଉଛନ୍ତି ତାଙ୍କର ଭାବାର୍ଥରେ, ଏଠି ଯେମିତି ଗ୍ଲୋରିଫାଇ କରୁଛନ୍ତି ସ୍ଥିତପ୍ରଜ୍ଞକୁ କୃଷ୍ଣ, ଯେ ତାଙ୍କର ବୁଦ୍ଧି ସ୍ଥିର, ସ୍ଥିତପ୍ରଜ୍ଞର ବୁଦ୍ଧି ସ୍ଥିର, ଏବଂ ତାକୁ ଗ୍ଲୋରିଫାଇ କରୁଛନ୍ତି, ତା ଗୁଣଗାନ କରୁଛନ୍ତି। ପ୍ରଭୁପାଦ କହୁଛନ୍ତି ଯେ ଯୋଉ ଉପାୟ କଣ, ଆମର ଯୋଉ କାମନା, ଆମର ଯୋଉ ଇଚ୍ଛା ଇନ୍ଦ୍ରିୟ ଭୋଗ ପାଇଁ, ତାକୁ କେମିତି ଆମେ ଦମନ କରିବା, how to curb the desire for sense gratification, sense enjoyment। ସେ କହୁଛନ୍ତି, ପ୍ରପାତ କହୁଛନ୍ତି ଭେରି ଡିଫିକଲ୍ଟ, ମାନେ ୟାକୁ ଏତେ ସହଜ ନୁହେଁ। ଇନ୍ଦ୍ରିୟକୁ ଆମେ ସେନ୍ସ ଅବଜେକ୍ଟରୁ ଦୂରେଇ ରଖିବାଟା ଏତେ ସହଜ ନୁହେଁ। କୌଣସି ମାନବିକ ପ୍ରକ୍ରିୟାରେ ତାକୁ କରାଯାଇ ପାରେ ନାହିଁ, ବିୟଣ୍ଡ ଏନି ହ୍ୟୁମାନ ଏଫର୍ଟ। ଇନ୍ଦ୍ରିୟ ମାନଙ୍କୁ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁରୁ ଦୂରେଇ ରଖିବା ଏତେ ସହଜ ନୁହେଁ। ଆମ ଆମ ମାନେ ବାଇ ହ୍ୟୁମାନ ଏଫର୍ଟ, ମାନବିକ ପ୍ରକ୍ରିୟାରେ ଆକୁ ହାସଲ କରାଯାଇ ପାରିବ ନାହିଁ। ଯେତେବେଳେ ଏଇଟା ନ୍ୟାଚୁରାଲ, ଯେ ଯେତେବେଳେ ଇନ୍ଦ୍ରିୟ କଣ୍ଟାକ୍ଟ କରୁଛି ଭୋଗ୍ୟ ବସ୍ତୁକୁ, ଆମର ମାନେ ଭୋଗ କରିବାର ଲାଳସା ଅଟୋମେଟିକାଲି ଆସିବ। କିନ୍ତୁ ଯିଏ, ପ୍ରପାତ କହୁଛନ୍ତି, ଯିଏ ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ, କୃଷ୍ଣ ଚେତନାରେ ଏନଗେଜ କରେଇଛି, ତାର କୌଣସି ପ୍ରୋବ୍ଲେମ ହବନି। କାହିଁକି? ପରମ ଦୃଷ୍ଟ୍ୱା ନିବର୍ତ୍ତନ୍ତେ, ସେ ପୂର୍ବ ଶ୍ଲୋକରେ କହିଛନ୍ତି ପରମ ଦୃଷ୍ଟ୍ୱା ନିବର୍ତ୍ତନ୍ତେ। କାହିଁକି ନା ଯେତେବେଳେ ମୁଁ ମୋର ଇନ୍ଦ୍ରିୟକୁ ଲଗେଇଲି, ଯେମିତି ସ୍ଥିତପ୍ରଜ୍ଞ ଇନ୍ଦ୍ରିୟକୁ ଲଗଉଛି କୋଉଠି? ଭଗବାନଙ୍କ ସେବାରେ, ସେ ଆସ୍ତେ ଆସ୍ତେ ଯୋଉ ଭଗବାନଙ୍କର ରସ, କୃଷ୍ଣ ରସ, ତାକୁ ପାଇବା ଆରମ୍ଭ ହବ, ଯୋଉଟା କି ହାଇଏଷ୍ଟ ଟେଷ୍ଟ, ସବୁଠୁ ଉଚ୍ଚ ରସ। ତାଠୁ ବଡ ସ୍ୱାଦ ଜିନିଷ ଆଉ ଦୁନିଆରେ ନାହିଁ। ନିଜେ ବି କୃଷ୍ଣ ଏଟାକୁ ଆଗରେ ଶ୍ଲୋକରେ କହିବେ, ମତଃ ପରତରମ୍ ନାନ୍ୟତ୍ କିଞ୍ଚିତ୍ अस्ति ଧନଞ୍ଜୟ। ମୋଠୁ ବଳିକି ଶ୍ରେଷ୍ଠ ବା ବଡ ଜିନିଷ ଦୁନିଆରେ ଆଉ କିଛି ନାହିଁ, ସେ କହିବେ ଭଗବାନ। ତେଣୁ ଜିନିଷ ହଉଛି ଯେ ଯେତେବେଳେ ଆମେ ଭଗବାନଙ୍କର କୃଷ୍ଣ ଚେତନାରେ ବା ଭଗବାନଙ୍କ ସେବାରେ ଆମ ଇନ୍ଦ୍ରିୟକୁ ଲଗେଇଲେ, ଆମେ ଉଚ୍ଚ ରସ ପାଇବା। ଏଇ ଯୋଉ ଭୋଗ୍ୟ ଭୋଗ୍ୟ ବସ୍ତୁ ଆମ ପାଇଁ ତୁଚ୍ଛ ହେଇଯିବ, କାମ ବାସନା ତୁଚ୍ଛ ହେଇଯିବ, ସେନ୍ସ ଏନଜୟମେଣ୍ଟ ଏସବୁ ଛୋଟ ହେଇଯିବ। କାହିଁକି ନା ଆମେ ଉଚ୍ଚ ରସ ପାଇଗଲେ। ତେଣୁ ଉପାୟ ପାଇଁ ଭଗବାନ କହୁଛନ୍ତି ଯେ ଉପାୟ ହଉଛି ଯୋଉ ଆମର କାମ ବାସନକୁ ଜିତିବାକୁ ହେଲେ ତାର ଉପାୟ କଣ ନା, ଗୋଟେ ସୁପିରିୟର ପାୱାର ଦରକାର। ଯେମିତି ଆମେ ଗୋଟେ ଶତ୍ରୁକୁ ଦମନ କରିବାକୁ ହେଲେ ଗୋଟେ ଆଉ ଗୋଟେ ତାଠୁ ବଡ ଶକ୍ତିଶାଳୀ ଶତ୍ରୁକୁ ନିଯୁକ୍ତି ଦିଆଯାଇଥାଏ, ସେମିତି ସେ କହୁଛନ୍ତି ଗୋଟେ ସୁପିରିୟର ପାୱାର ଦରକାର, ଯାହାର ସାହାଯ୍ୟରେ ଆମେ ଇନ୍ଦ୍ରିୟକୁ କଣ୍ଟ୍ରୋଲ କରିପାରିବା। ଆମ ନିଜ ବଳରେ କରିପାରିବାନି, ଆମ ପ୍ରୟାସରେ ଆମେ କରିପାରିବାନି। ପ୍ରୟାସ ଆମେ କରିବା, କିନ୍ତୁ ଆମକୁ ଏନଗେଜ କରିବାକୁ ପଡିବ ସୁପିରିୟର ପାୱାର। କଣ୍ଟାଟେ, ଛୋଟ କଣ୍ଟାଟେ ପଶି ଯାଇଛି, ଗୋଟେ ବଡ କଣ୍ଟା ଆଣିକି ତାକୁ ବାହାର କରିବାକୁ ପଡିବ, ସେଇଭଳି। ତେଣୁ ସେ ଯୋଉ ପାୱାରଫୁଲ ଆମେ କହୁଛେ ଯେ ଗୋଟେ ସୁପିରିୟର ପାୱାର ଦରକାର, ସେ କିଏ? କୃଷ୍ଣ। ତାଙ୍କର କୃପା, ତାଙ୍କର ଯଦି କୃପା ଆମକୁ ମିଳିଲା, ତାହେଲେ ଅଟୋମେଟିକାଲି ଆମେ ଭୋଗ୍ୟ ବସ୍ତୁରୁ ଦୂରେଇ ଯିବା। ଆମର ଇନ୍ଦ୍ରିୟ ଭୋଗ୍ୟ ବସ୍ତୁକୁ କଣ୍ଟାକ୍ଟ କଲେ ମଧ୍ୟ ଆସକ୍ତି ଆସିବନି। ତାଙ୍କର ମର୍ସିଟା ଆମେ ପାଇବା କେମିତି? ଗୋଟିଏ ବାଟ, ଥ୍ରୁ ଆଉଟ୍ ଗୀତାରେ ସେ ସେହା ହିଁ କହୁଛନ୍ତି, ବାଇ ଏନଗେଜିଂ ଅଲ୍ ଦ ସେନ୍ସେସ୍ ଇନ୍ ଦ ସର୍ଭିସେସ୍ ଅଫ ଲର୍ଡ। ଭଗବାନଙ୍କ ସେବାରେ ଆମର ଇନ୍ଦ୍ରିୟକୁ ଲଗେଇବା, ତାହେଲେ ଅଟୋମେଟିକାଲି ଇନ୍ଦ୍ରିୟ ଗୁଡିକ କଣ୍ଟ୍ରୋଲ ହବ। ଏଇ ଯୋଉ
ମୁଁ ମାନେ ଶୁଣିବାକୁ ଚାହୁଁଛି ମାନେ ସଂସାରର ଜିନିଷ କଥା। ଏଇ ତ ଭୋଗ୍ୟ ବସ୍ତୁ। ଆଉ କଣ? ଏଇ ଯୋଉ ସଂସାରରେ ଯାହା ଅଛି ମୁଁ ଶୁଣୁଛି ସେ ଭୋଗ୍ୟ ବସ୍ତୁ। ମୁଁ ଗାନା ଶୁଣେ, ମୁଁ ଯାହା ଶୁଣେ ମତେ ଆନନ୍ଦ ଦେଲେ ମଧ୍ୟ ସେ ଆନନ୍ଦ ଦଉଛି, ଏଟା ମୋର ସେନ୍ସ ଗ୍ରାଟିଫିକେସନ। ମୁଁ ଭଲ ଭଲ ଦେଖୁଛି ଗୋଟେ ସୁନ୍ଦର, ହଁ ଅମିତାଭ ବଚ୍ଚନ ବଢିଆ ଦେଖିବାକୁ, କି ଇଏ ସୁନ୍ଦର ଯୋଉ ଆମର ଆକ୍ଟ୍ରେସ ତାଙ୍କୁ ଦେଖୁଛି ଆନନ୍ଦ ପାଉଛି। କିନ୍ତୁ ଯାହା ମୁଁ ସଂସାରରେ ଦେଖୁଛି ସେ ସବୁ ହଉଛି ଭୋଗ୍ୟ ବସ୍ତୁ। ତେଣୁ ମୁଁ ଦେଖୁଛି, ମୁଁ ଶୁଣୁଛି, ମୁଁ ସ୍ପର୍ଶ କରୁଛି, ମୁଁ ଯାହା ବି କରୁଛି ସେଗୁଡିକ ଭୋଗ୍ୟ ବସ୍ତୁ। କିନ୍ତୁ ମୁଁ ଯଦି ଭଗବାନଙ୍କର ଯେତେବେଳେ ମୁଁ ଶୁଣିବି କଣ, ତାଙ୍କର ହରେ କୃଷ୍ଣ ମହାମନ୍ତ୍ର ଜପ କରିବି। କେମିତି? ମାନେ ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗେଇବାର ଅର୍ଥ କଣ? ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗେଇବା ଅର୍ଥ, ମୁଁ ଯେତେବେଳେ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛି, ମୁଁ ବର୍ତ୍ତମାନ ଶୁଣୁଛି, ମାଇଣ୍ଡ ବର୍ତ୍ତମାନ ସେଇଠିକି ପଳେଇ ଆସିବ, ପ୍ୟୁରିଫିକେସନ ହଉଛି ମାଇଣ୍ଡର। ସେ ଭୋଗ୍ୟ ବସ୍ତୁ ଆଡେ ଯିବା ପାଇଁ ସେ ବର୍ତ୍ତମାନ ଗୋଟେ କଣ୍ଟ୍ରୋଲ ତିଆରି କରୁଛି, ତାକୁ ଛୋଟ କରିଦବ ସେ ଭୋଗ୍ୟ ବସ୍ତୁକୁ। ମୁଁ ଯେତେବେଳେ ଧରନ୍ତୁ ମୋର ମାଛ ମାଂସ ଜୀବ ହତ୍ୟା କରିକି ଗୋଟେ ଖାଇବା ଇଚ୍ଛା ହଉଛି, ମୁଁ ଯଦି ଭୋଗ ଲଗେଇବି, ମୁଁ ତ ମାଛ ମାଂସ ଭୋଗ ଲଗେଇ ପାରିବିନି। ତେଣୁ ଯେତେବେଳେ ମୁଁ ଭୋଗ ଲଗେଇଦେଲି ଭଗବାନଙ୍କ ସେବାରେ, ତାକୁ ତାମାନେ ଭଗବାନଙ୍କ ସେବାରେ ଚାଲିଗଲା ସେ, ଏବଂ ମୁଁ ତାକୁ ଯେତେବେଳେ ପ୍ରସାଦ ଆକାରରେ ଗ୍ରହଣ କଲି, ତେଣୁ ମୋର ଟେଷ୍ଟ, ମୋର ଯୋଉ ଜୀବ ସେ ଯୋଉ ଚାହୁଁଥିଲା ମାଛ ମାଂସ ଖାଇବ, ତାର ଅଟୋମେଟିକାଲି କମିଗଲା, ଭଗବାନଙ୍କ ସେବାରେ ଲାଗିଗଲା ସେ ବର୍ତ୍ତମାନ। ତେଣୁ କେମିତି? ଦ୍ୟାଟ ଇଜ ଆନ୍ ଆର୍ଟ। ତାକୁ ଆମକୁ ଶିଖିବାକୁ ପଡିବ। ଆମେ ହଉଛେ କୃଷ୍ଣଙ୍କର ଅଂଶ। କୃଷ୍ଣ ଯେମିତି ମାନେ ଗୁଣାତୀତ, ଆମେ ମଧ୍ୟ ଗୁଣାତୀତ। ସେ ସେ ପ୍ରକୃତି ଦ୍ୱାରା ନିୟନ୍ତ୍ରିତ ନୁହେଁ, ଆମେ ବି ପ୍ରକୃତି ଦ୍ୱାରା ନିୟନ୍ତ୍ରିତ ହବା କଥା ନୁହେଁ। କିନ୍ତୁ ଅନଫର୍ଚୁନେଟଲି ଆମେ ପ୍ରକୃତି ଦ୍ୱାରା ଆମେ ଟ୍ରାପ୍, ପ୍ରକୃତି ଆମର ଶିକାର ଆମେ ହେଇଯାଇଛେ। କାହିଁକି? ଯେତେବେଳେ ଭୋଗ ବାସନାରେ ଗଲେ, ପ୍ରକୃତିର ଯୋଉ ତିନି ଗୁଣ ପ୍ରଭାବରେ ଆମେ ଆସିଗଲେ, ଆମେ ଯେତେବେଳେ ଏନ୍ଜୟ କରିବାକୁ ଚେଷ୍ଟା କଲେ, ଆମେ କେବେ ହେଲେ ଆଉ ଭଗବାନଙ୍କ ସାଙ୍ଗରେ ଯୋଡି ହବାନି, ପ୍ରକୃତି ସାଙ୍ଗରେ ଯୋଡି ହବା। ପ୍ରକୃତିର ତିନି ଗୁଣ ଅଛି, ତାର ଇନଫ୍ଲୁଏନ୍ସରେ ଆମେ କାମ କରିବା। ପ୍ରକୃତି ଜାନ ଗୁଣାନ କାରଣ ଗୁଣ ସଂଗସ୍ୟ ବୋଲିକି ଭଗବାନ ସେ 22 ନମ୍ବର ଶ୍ଲୋକ 13 ଅଧ୍ୟାୟରେ ସେ କହିବେ। ସେଠି ଅଛି ସେ ଶ୍ଲୋକରେ, ପୁରୁଷ ପ୍ରକୃତିସ୍ଥ ହି, ପୁରୁଷ ପ୍ରକୃତିସ୍ଥ ହି ଭୁଙ୍କ୍ତେ ପ୍ରକୃତି ଜାନ ଗୁଣାନ କର୍ମଣାଂ ଗୁଣ ସଂଗସ୍ୟ। ଜୀବ ଯୋଉ ଆମର ଯୋଉ ଆମେ ଯୋଉ ମାନେ ଭୂତ ପ୍ରକୃତିର ସଂସ୍ପର୍ଶରେ ଆମେ ଆସି ଯାଇଛେ, ସେଇ ଯୋଗୁ ଆମେ କଣ କରୁଛେ? ପ୍ରକୃତିର ତିନି ଗୁଣକୁ ଉପଭୋଗ କରିକି ଭୂତ ପ୍ରକୃତିରେ ଆମେ ଜୀବନ ଯାପନ କରୁଛେ। ଏଇ ହଉଛି ଆମର ଆମର ଯୋଉ ଭୋଗ କରିବାର ଯୋଉ ଲାଳସା, ତାରି ଫଳରେ ଏଇ ପ୍ରୋବ୍ଲେମ ହେଇଛି। ନହେଲେ ଆମେ ଗୁଣାତୀତ, କିନ୍ତୁ ଆମେ ଗୁଣର ଶିକାର ହେଇଯାଇଛେ, କେବଳ ଯୋଉ ଏନ୍ଜୟ କରିବା ମେଣ୍ଟାଲିଟି। ତେଣୁ ଆମକୁ ବୁଝିବାକୁ ପଡିବ ୱିଥ ଡିଟରମିନେସନ, ଯେ ନା ମୁଁ ଏ ଶରୀର, ନା ମୁଁ ଏ ସଂସାରର, ମୁଁ ହଉଛି ଭଗବାନଙ୍କର, ମୁଁ ତାଙ୍କ ପାଇଁ, ମୁଁ ତାଙ୍କର ସର୍ଭିଟ ସେବକ। ତେଣୁ ମୋର ତାଙ୍କ ପାଖକୁ ଫେରିଯିବାର ଅଛି। ତାହେଲେ ଅଟୋମେଟିକାଲି ଭୋଗ୍ୟ ବସ୍ତୁକୁ ମୁଁ ପରିତ୍ୟାଗ କରିପାରିବି, ଯେତେବେଳେ ଏଇ ଜିନିଷ ମୁଁ ବୁଝିପାରିବି। ଏଥିପାଇଁ ମତେ କଣ କରିବାକୁ ହବ? ଆଇ ୱିଲ୍ ହାଭ୍ ଟୁ ଗେଟ୍ ରିଡ୍ ଅଫ୍ ଦିସ୍ ବଡି। ଏ ଶରୀରରୁ ମତେ ବାହାରିବାକୁ ପଡିବ। ଏ ଶରୀରର ମୁଁ ସେବା କରିବିନି, ଭଗବାନଙ୍କ ସେବା କରିକି ଏ ଶରୀରରୁ ବାହାରିବି, ଏ ସଂସାରରୁ ବାହାରିବି। ଏଇଭଳି ଯଦି ମୁଁ ଭାବି ପାରିଲି, ମୋର ଇଣ୍ଟେଲିଜେନ୍ସ ଫିକ୍ସଡ ହେଇଗଲା, ସ୍ଥିର ହେଇଗଲା, ତାହେଲେ ମୁଁ ଚିନ୍ତା କଲି ମୋର ହଉଛନ୍ତି ଭଗବାନ ସବୁ କିଛି, ତାଙ୍କରି ଭକ୍ତି କରିବି। ତାକୁ କହନ୍ତି ପ୍ରଜ୍ଞା ପ୍ରତିଷ୍ଠିତା, ବୁଦ୍ଧି ସ୍ଥିର ହେଇଗଲା। ଏବଂ ଏଇଟା କେତେବେଳେ ହବ? ନା ଯେତେବେଳେ ମୁଁ ଭଗବାନଙ୍କୁ ପୂର୍ଣ୍ଣ ସମର୍ପିତ ହେବି। ମୁଁ ଯଦି ବି ମୋର ଇନ୍ଦ୍ରିୟ ଗୁଡିକୁ ଲଗେଇବି କୋଉଠି? ଭୋଗ୍ୟ ବସ୍ତୁ ପାଖରେ, ଏବଂ ସେଇ ମୁଁ ଭୋଗ କରିବି, କିନ୍ତୁ ଏଇ ଶରୀରରେ ରହିକି, ଏ ସଂସାରରେ ରହିକି, କିନ୍ତୁ ମୋର ବୁଦ୍ଧି ସ୍ଥିର ରହିବ। କାହିଁକି? ନା ମୁଁ ପ୍ରତ୍ୟେକ ଜିନିଷ ଭଗବାନଙ୍କ ସେବାରେ ଲଗେଇକି
ମୁଁ ଉପଭୋଗ କରୁଛି। କିନ୍ତୁ ମୁଁ ଯଦି ସରେଣ୍ଡର ନୁହେଁ, ତାହେଲେ ମୁଁ ଯେତେ ଜ୍ଞାନୀ ହେଲେ ମଧ୍ୟ ଆଇ ୱିଲ୍ ଫଲ୍ ଡାଉନ୍। ମେନ୍ ଜିନିଷ ହଉଛି ମୁଁ ଭଗବାନଙ୍କ ପାଖରେ ସମର୍ପିତ ହବାର ଅଛି। ତେଣୁ ପ୍ରଭୁପାଦ କହୁଛନ୍ତି ଯେ କେବଳ କୃଷ୍ଣା କନସିୟସନେସ୍ ବା କୃଷ୍ଣ ଚେତନା ରେ ଆମର ବୁଦ୍ଧି ସ୍ଥିର ହବ। ତାକୁ କେମିତି କରିବା? ଜଣେ ଗୁରୁଙ୍କ ପାଖରେ ଆମେ ତାକୁ କରିବାକୁ ପଡିବ। ସେ ଆମକୁ ବତେଇବେ ଗୁରୁ ଆକ୍ଚୁଆଲି କେମିତି କରିବା, ଆମେ ସେ ସାଧନା କେମିତି କରିବା। ଏବଂ କିଏ ଗୋଟେ ବେଷ୍ଟ ଗାଇଡ ହଉଛନ୍ତି ଆମର ଗୁରୁ ହଉଛନ୍ତି ଶ୍ରୀଲା ପ୍ରଭୁପାଦ। ଯେମିତି ସେ ତାଙ୍କ ପର୍ପଟରେ ଲେଖୁଛନ୍ତି, ଆମକୁ ଗାଇଡ କରୁଛନ୍ତି। ଭଗବାନ କୃଷ୍ଣ ଯାହା କହିଛନ୍ତି ଏ ଗୀତାରେ, ସେଇ ଅନୁସାରେ ଆମକୁ କାମ କରିବାକୁ ପଡିବ, ସାଧନା କରିବାକୁ ପଡିବ। ତେଣୁ ଶ୍ରୀଲା ପ୍ରଭୁପାଦ ଆମକୁ କିଛି ଇନଷ୍ଟ୍ରକ୍ସନ ଦେଇଛନ୍ତି। ଭଗବାନ କୃଷ୍ଣ ଯୋଉ ଇନଷ୍ଟ୍ରକ୍ସନ ଦେଇଛନ୍ତି ତାକୁ ସେ ସହଜ ଉପାୟରେ ତାଙ୍କର ପର୍ପଟରେ, ତାଙ୍କର ଭାବାର୍ଥରେ ସେ ଇଣ୍ଡିକେଟ କରିଛନ୍ତି। ଆମେ ଯଦି ସେଇଗୁଡ଼ିକ କରିବା, ସେଇ ସାଧନା କରିବା, ଆମକୁ ତାମାନେ ଆମେ ସାଧକ ହେଇଗଲେ। ଭଗବାନ ପ୍ରଭୁପାଦ କଣ ଇନଷ୍ଟ୍ରକ୍ସନ ଦେଇଛନ୍ତି? ପ୍ରଭୁପାଦ କହୁଛନ୍ତି ମେନ୍ ତିନି ଚାରୋଟି ଜିନିଷ ସେ କହୁଛନ୍ତି। ପ୍ରତ୍ୟେକ ଦିନ ହରେ କୃଷ୍ଣ ମହାମନ୍ତ୍ର ଜପ କର, ମିନିମମ୍ 16 ରାଉଣ୍ଡ। ଗ୍ରାଜୁଆଲ ପ୍ରୋସେସରେ 16 ରାଉଣ୍ଡରେ ପହଞ୍ଚିବାକୁ ଚେଷ୍ଟା କର। ଚାରୋଟି ନିୟମ ପାଳନ କର। ଜୀବ ହତ୍ୟା ନାହିଁ, ମାଛ ମାଂସ ଏସବୁ ନାହିଁ, ନୋ ଇଣ୍ଟକ୍ସିକେସନ, ମାଦକ ଦ୍ରବ୍ୟ ସେବନ ନାହିଁ, ଇଭେନ୍ ଚା ପାନ ଆଦି ବି ନାହିଁ, नो इलिसिट सेक्स, अवैध संपर्क नहीं, नो गैम्बलिंग, गलत उपाय पैसा रोजगार करवा बा मिछ कहवा ठकिबा ये सब नहीं। ये चारोटी नियम जदि आम पालन करुचे, हरे कृष्ण महामंत्र जप करुचे एवं गीता श्रीमद भगवत गीता एवं भागवतम आपको शुणुचे बा पढ़ुचे, दीटा करुचे, श्रवण एवं हियरिंग एंड रीडिंग दीटा, ताकू आमे कहवा से साधक, जे करुची से साधक। तेणु यही जितेबाला आमे करिबा, गोटे गोटे दिन आमे निश्चित भाव भगवानଙ୍କର कृपा पाइबा एवं आमे हमर इंद्रिय मन को हमर बसरे रखि परिबा। आमे गोटे उच्च स्तर को चली जीवा, से होची कृष्ण चेतना, जो उच्च एवं दिव्य चेतनार स्तर रे आमे रहिबा एवं सेठी अनुभव करिबा कौन ना परम आनंद। जोथि पाई ए संसार रे आमे लालायित से आनंद पाइबा पे किंतु पाउने, किंतु एई भली कले आमे परम आनंद पाइबा। एई हला श्लोक। आज समय हो जाइछि, आमे एटु रहिबा। ग्रंथराज श्रीमद् भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।